ବାଲିଯାତ୍ରାର ଭିଡ଼ ଭିତରେ ତାକୁ ଖୋଜି ଚାଲିଥିଲି। ମୋତେ ଲାଗୁଥିଲା ସେ ଯେମିତି ମୋ ପାଖେ ପାଖେ ଅଛି। ଭିଡ଼ର ସେଇ ଠେଲାପେଲା ଭିତରେ କାଳେ କିଏ ତାକୁ ଧକ୍କା ମାରିଦେବ, ସେଥିପାଇଁ ତାକୁ ସୁରକ୍ଷା ଦେଇ ଭଲ ଭାବରେ ବୁଲେଇ ନେଉଛି। ହେଲେ ନା, ସେସବୁ ମୋ ଭାବନା ଥିଲା। ସେ ମୋଠୁ ଦୂରେଇ ଗଲା ପରେ ମୁଁ ପ୍ରଥମ ଥର ଆଜି ବାଲିଯାତ୍ରା ଆସିଥିଲି। ସାଥିରେ ସମସ୍ତେ ଥିଲେ, ହେଲେ ତା'ର ଅଭାବଟା ଭାରି ଅନୁଭବ କରୁଥିଲି। ବାଲିଯାତ୍ରାର ସବୁ ଗଳିରେ ତା ସହିତ ମୋର ଅନେକ ସ୍ମୃତି ଥିଲା। କେଉଁ ଗଳିରେ ସାଥି ଆଇସ୍କ୍ରିମ୍ ଖାଉଥିଲୁ ତ କେଉଁଠି ଠୁଙ୍କା ପୁରୀ ଖାଇ ମଜା ନେଉଥିଲୁ। ବାଲିଯାତ୍ରାଟା ସେଦିନ ଯେଉଁଠି ଥିଲା ଆଜି ବି ସେଇଠି ଥିଲା। ଯେମିତି ଷ୍ଟଲ୍ ଲାଗେ ସେମିତି ବି ଷ୍ଟଲ୍ ଲାଗିଥିଲା। ସେଇ ଭିଡ଼ ବି ଥିଲା। ଅନେକ ଲୋକ ଆସୁଥିଲେ ଆଉ ଅନେକ ଲୋକ ଯାଉଥିଲେ। ସେଇ ଭିଡ଼ ଭିତରେ ତାକୁ କିନ୍ତୁ କେଉଁଠି ଦେଖିବାକୁ ପାଉନଥିଲି। ଖାଲି ଯା ତାର ସେ ସ୍ମୃତିକୁ ଅନୁଭବ କରି ଆଖିରୁ 2 ଟୋପା ଲୁହ ଗଡ଼େଇ ଦେଉଥିଲି। ଏତେ ଲୋକଙ୍କ ଆଗରେ ସେଇ ଭିଡ଼ ଭିତରେ ଲୁହ ଗଡ଼େଇବାକୁ ଜମା ଚାହୁଁନଥିଲି। ହେଲେ କ'ଣ କରିବି, ତା କଥା ବା ମନେ ପଡ଼ିଗଲେ ଏ ଆଖି କ'ଣ ମୋ କଥା ଶୁଣୁଥିଲା? ଯେତେ ସେ ଲୁହକୁ ଅଟକାଇବାକୁ ଚେଷ୍ଟା କଲେ କ'ଣ ସେ ଲୁହଗୁଡ଼ା ମୋ ବୋଲ ମାନୁଥିଲା? ବାଲିଯାତ୍ରାର ସେ ଭିଡ଼ ଭିତରକୁ ଯେତେ ଯେତେ ଭିତରକୁ ପଶୁଥିଲି ସେ ମୋର ସେତେ ମନେ ପଡ଼ୁଥିଲା। ମୋତେ ଯେମିତି ଲାଗୁଥିଲା ସେ ମୋ ସହିତ ଅଛି, ମୋ ହାତ ଧରି ସେ ଭିଡ଼ ପାରି ହେବାକୁ ଚେଷ୍ଟା କରୁଛି। ଭାବନା ଭିତରେ ସେ ଧରିଥିବା ମୋ ଡାହାଣ ହାତଟା ଭାରି ଭାରି ଲାଗୁଥିଲା। ମୁଁ ଯେତେବେଳେ ଡାହାଣ ହାତ ଛାଡ଼ି ମୋ ବାମ ହାତରେ ତାକୁ ଧରିବାକୁ ଯାଉଥିଲି ସେତେବେଳେ ଜାଣିବାକୁ ପାଉଥିଲି ସେ ମୋ ସହ ବାଲିଯାତ୍ରା ଦେଖିବାକୁ ଆସିନି ବୋଲି। ଏଇଟା କେବଳ ସେଇ ଭିଡ଼ ଭିତରେ ମୋର ସ୍ୱପ୍ନ ଥିଲା। ବାଲିଯାତ୍ରା ଦେଖିବାକୁ ଭୁବନେଶ୍ୱରରୁ କଟକ ଗଲାବେଳେ ସେଇ ଭିଡ଼ରେ ଫସିଗଲେ ଭାରି ଚିଡ଼ୁଥିଲା। ଆଜି ସେଇ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଫସିଥିଲେ ବି ସେ କିନ୍ତୁ ଚିଡ଼ିବାକୁ ନଥିଲା। ନୀରବ ହୋଇ ସେଇ ଭିଡ଼ ଭିତରେ ରାସ୍ତା ଫାଙ୍କା ହେବାକୁ ଅପେକ୍ଷା କରିବାକୁ ପଡ଼ୁଥିଲା। ସେଦିନ ସେଇ ଭିଡ଼ ଭିତରେ ଯେତେ ଫସିଲେ ନା ଜମା ବି ବୋର୍ ଲାଗୁନଥିଲା, କାହିଁକିନା ତାର ସେ ମିଠା ମିଠା କଥାରେ ମୋ ମନଟା ଭରି ଯାଉଥିଲା। ହେଲେ ଆଜି ସେଇ ଭିଡ଼ଟା ଯେମିତି ମୋ ସମୟକୁ ବର୍ବାଦ କରିଦେଉଥିଲା ଭଳିଆ ଲାଗୁଥିଲା। ଶେଷରେ ଗାଡ଼ି ପାର୍କିଂରେ ରଖି ସମସ୍ତଙ୍କ ସହିତ ଚାଲିବା ଆରମ୍ଭ କରିଥିଲି। ଏହି ମେଳାଟା ଆଜି ମୋତେ ବେଶୀ ବାଟ ଲାଗୁଥିଲା। ଚାଲିବାକୁ ଯେମିତି ଅନେକ କଷ୍ଟ ହେଉଥିଲା, କିନ୍ତୁ ସେ ଯେତେବେଳେ ମୋ ସହ ଆସୁଥିଲା ନା ଚାଲିବାକୁ କଷ୍ଟ ଲାଗୁଥିଲା, ନା ବୁଲିବାକୁ ଦୂର ଲାଗୁଥିଲା, ନା ସେ ଭିଡ଼ଟା ଜଣାପଡ଼ୁଥିଲା। ତା କଥା ମନେ ପଡ଼ିବ ବୋଲି ମୁଁ ଏଇ ବାଲିଯାତ୍ରାକୁ ଜମା ଆସୁନଥିଲି। ହେଲେ କ'ଣ କରିବି, ଅନ୍ୟମାନଙ୍କ ଖୁସିକୁ ମୋ କଷ୍ଟ ପାଇଁ କାହିଁକି ଜଳାଞ୍ଜଳି ଦେବି ବୋଲି ଭାବି ଶେଷରେ ବୁଲିବାକୁ ଚାଲି ଆସିଥିଲି। ଭଲ ହେଲା ଆସିଲି। ସେମାନେ ବାଲିଯାତ୍ରାର ମଜା ନେଲେ, ଆଉ ମୁଁ ମୋ ସ୍ମୃତି ସାଉଁଟିବାରେ ଲାଗି ପଡ଼ିଥିଲି। ଜଣା ନାହିଁ ମୋ ଉପରେ ଅଭିମାନ କରି ଦୂରେଇ ଯାଇଥିବା ମଣିଷଟା କେବେ ମୋ ପାଖକୁ ଫେରିବ କି ନାହିଁ। ଜଣା ନାହିଁ ଅନ୍ୟମାନଙ୍କ ଖୁସି ପାଇଁ ନିଜ କଷ୍ଟ ଯନ୍ତ୍ରଣାକୁ ଛାତିରେ ଚାପି ମୋତେ ଦୂରେଇ ଦେଇଥିବା ମଣିଷଟା ସହିତ ମୋର ଆଉ କେବେ ଦେଖା ହେବ କି ନାହିଁ। ଜଣା ନାହିଁ ମୋତେ ଭୁଲିବାର ନାଟକ କରୁଥିବା ମଣିଷଟା ସହିତ ଆଉ କେବେ ବାଲିଯାତ୍ରା ବୁଲିବାକୁ ସୁଯୋଗ ମିଳିବ କି ନାହିଁ। ମୋତେ ତ କିଛି ଜଣା ନାହିଁ, କେବଳ ତାର ଗୋଟେ କଥା ଜଣା ଅଛି, ସେ ଯେମିତି ମୋ ହୃଦୟ ଭିତରେ ଅଛି ମୁଁ ବି ଠିକ୍ ସେମିତି ତା ହୃଦୟ ଭିତରେ ଏବେ ବି ଅଛି। ବାସ୍ କିଛି ପ୍ରତିବନ୍ଧକ ଆମକୁ ଦୂରେଇ ଦେବାକୁ ଯେମିତି ବାଧ୍ୟ କରୁଛି। ସେ ତ ମୋର ସବୁବେଳେ ମନେ ପଡ଼େ। ହେଲେ ଏଇ ମେଳା ସବୁ ବୁଲିଗଲେ ତା କଥା ଆହୁରି ବେଶୀ ମନେ ପଡ଼େ। ସେ ବାଲିଯାତ୍ରା ହେଉ କି ତୋଷାଳୀ ମେଳା, ସେ ସୁଭଦ୍ରା ମେଳା ହେଉ କି ଆଦିବାସୀ ମେଳା, ଜାଣିଛି ସେ ମୋ ପାଇଁ କେବଳ ସ୍ୱପ୍ନ ପାଲଟି ଯାଇଛି। ବାସ୍ତବରେ ତା ସହ ସମ୍ପର୍କ ଆଉ ଥରେ ଯୋଡ଼ିବା ଆଉ ପୁଣି ଥରେ ପୂର୍ବ ଭଳି ସମ୍ପର୍କଟା ଘନିଷ୍ଠ ଆଉ ନିବିଡ଼ ହେବା କେଉଁ ସ୍ୱପ୍ନଠୁ କମ୍ ନୁହେଁ। ହେଲେ କ'ଣ କରିବି, ତାକୁ ତ ହୃଦୟରୁ ବାହାର କରିବା ସମ୍ଭବ ହେଉନି। ଏମିତି ବାଲିଯାତ୍ରା ଆସୁଥିବ ଆଉ ବାଲିଯାତ୍ରା ଯାଉଥିବ, ହେଲେ ସେ କିନ୍ତୁ ମୋ ହୃଦୟ ଭିତରେ ସେମିତି ଥିବ ଆଉ ମନର ସେଇ ଦୁନିଆ ଭିତରେ ସେମିତି ମନେ ପଡ଼ୁଥିବ। ହେଇପାରେ ମୁଁ ତା ଭାବନା ଭିତରୁ କେତେବେଳେ ବାହାରି ଯାଇପାରେ, ହେଇପାରେ ମୁଁ ତାର କେବେ ମନେ ନ ପଡ଼ିପାରେ, ହେଲେ ସେ ମୋ ଭାବନା ଭିତରେ ସେମିତି ଥିବ। ସେ ମୋର ସେମିତି ମନେ ପଡ଼ୁଥିବ। ତାର ସେ ସ୍ମୃତି ସବୁ ସେମିତି ମୋ ପ୍ରଚ୍ଛଦ ପଟରେ ତାର ସେ ଅଭାବକୁ ଅନୁଭବ କରୁଥିବ। ବାଲିଯାତ୍ରାର ଭିଡ଼ ଭିତରେ ଏକା ଏକା ଠିଆ ହେଇ ନିଜ ସ୍ମୃତିକୁ ମନେ ପକାଉଥିବା ମୋର ସେଇ ମଣିଷ ସହିତ ଦେଖା ହେଇଯାଇଥିଲା। ଆଉ ସେଇ ଭିଡ଼ ଭିତରେ ମୋତେ ଚିହ୍ନି ପାରିଥିଲା। ଆଉ ତାର ସେ ପ୍ରତାପ ଭାଇର ଡାକରେ ମୁଁ ଟିକିଏ ବୁଲି ପଡ଼ି ଅନେଇ ଦେଇଥିଲି। ଆଉ ସେ ମୋ ପାଖରେ ପହଞ୍ଚି ଯାଇଥିଲା। ଫେସବୁକ୍ରେ ଥିବା ଫଟୋରୁ ମୋତେ ଚିହ୍ନି ପକାଇଥିଲା ବୋଲି ସେ କହିଥିଲା। ଆଉ ତାର ଏ ଦୁଃଖ ଭରା କିଛି କଥାକୁ ମୋ ଆଗରେ ବଖାଣି ଦେଇଥିଲା। ସେଇ ହତଭାଗା ମଣିଷର କିଛି ସ୍ମୃତି, କିଛି ଅନୁଭୂତି, ମନର କିଛି କଷ୍ଟ, କିଛି ଯନ୍ତ୍ରଣାର ସେ ଭାବନାକୁ ମୋ କଣ୍ଠରେ ଆପଣଙ୍କ ସାମ୍ନାକୁ ଆଣିବାକୁ ଅନେକ ଅନୁରୋଧ ବି କରିଥିଲା। ଆଉ ମୁଁ ତାର ସେଇ କଥାକୁ ଆପଣଙ୍କ ସାମ୍ନାକୁ ଆଣିଛି ସତ, ହେଲେ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ବଣ୍ଟି ବବଲି ରଙ୍ଗ ନମ୍ବର ପ୍ରେମ କାହାଣୀକୁ ଆପଣମାନେ ନିଶ୍ଚିତ ଦେଖନ୍ତୁ ଆଉ ସେଇ କାହାଣୀକୁ ଢେର ସାରା ଭଲ ପାଇବା ବି ଦିଅନ୍ତୁ। ଯଦି ଭଲ ଲାଗୁଥିବ ସେୟାର ବି ନିଶ୍ଚୟ କରନ୍ତୁ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।